ଯେତେବେଳେ ଆପଣ ମାର୍କେଟ ରୁ ମିଠା ଆଣନ୍ତି କାହିଁକି ତାଙ୍କ ମିଠାଟା ଏତେ ଟେଷ୍ଟ ଲାଗିଥାଏ କଣ ସେମାନେ ମିଶାନ୍ତି ଏଇ ଜିନିଷଟା ଆଉ ଏଇ ଜିନିଷଟା ଯଦି ଆପଣ ମାର୍କେଟ ରୁ ଆଣିଯିବେ ତ କେବଳ ଅତି ବେଶୀରେ ଆପଣଙ୍କୁ ଟଙ୍କା 200 ରୁ 300 ଟଙ୍କା ପଡିବ ଏତିକି କ୍ୱାଣ୍ଟିଟି ଯେତିକି ମୁଁ ଆପଣଙ୍କୁ ଦେଖୁଛି ଯଦି ଆପଣ ଏଇ ଜିନିଷଟି ଘରେ କରିବେ ଆପଣଙ୍କୁ ଟଙ୍କା 30 ଟଙ୍କା ବି ମଧ୍ୟ ପଡିବ ନାହିଁ କେମିତି ମୁଁ ମେଜରମେଣ୍ଟ ସହିତ ସବୁ ଏଇଠି ଆପଣଙ୍କୁ ମୁଁ କହି ରଖିବି ଯଦି ଏପର୍ଯ୍ୟନ୍ତ ଆପଣ ସ୍କିପ୍ କରି କରି ଦେଖୁଛନ୍ତି ତ ବହୁତ କିଛି ମିସ୍ କରିଦେବେ ବିନା ସ୍କିପ୍ କରି ଦେଖନ୍ତୁ ଆଜି ଆମେ ବନେଇବା ଖୁଆ ବହୁତ କମ ଟାଇମ ରେ କେମିତି ଚାଲନ୍ତୁ ଦେଖିବା ତ ଏଇଠି ମୁଁ ନେଇଯାଇଛି 2 ବଡ ଚାମଚ ପାଣି ପାଣିରେ ଦେଇଦବା ଆମେ ଏଇଠି କ୍ଷୀର ଆପଣ ଦେଖୁଥିବେ ଏଇ କ୍ଷୀରରେ ଟୋଟାଲି ପାଣି ମିଶିନି ମାନେ ପ୍ୟାକେଟ କ୍ଷୀର ଆସେ ତ ମୁଁ ଏଇଠି ଗୋଟେ ପ୍ୟାକେଟ କ୍ଷୀର ନେଇଛି ଆପଣ ଦେଖିପାରୁଥିବେ କ୍ଷୀରଟା ଆପଣଙ୍କୁ କମ ସେ କମ 20 ରୁ 25 ଟଙ୍କା ମିଳିଯିବ ଆଉ ଏଇଠି ମୁଁ ମିଲ୍କ ପାଉଡର ନେଇଛି ମାନେ ଅମୁଲ ମୁଁ ଏଇଠି ନେଇଯାଇଛି ତ ଏଇଠି ମିଲ୍କ ପାଉଡର ମୁଁ ଗୋଟେ ଛୋଟ 10 ଟଙ୍କିଆ ପ୍ୟାକେଟ ବାଲା ରଖିଛି ବସ୍ ଗୋଟିଏ ହିଁ ମୁଁ ଏଇଠି ୟୁଜ କରିଛି ଆପଣ ଦେଖିପାରୁଥିବେ ୟାକୁ ବହୁତ ବଢିଆ ଭାବରେ ଘାଣ୍ଟି ଦେବେ ଫ୍ରେଣ୍ଡ ଦେଖନ୍ତୁ ଆପଣ ଯଦି ଚାହୁଁଛନ୍ତି ମିଲ୍କ ପାଉଡର ୟୁଜ କରିବା ପାଇଁ ତ କରିପାରିବେ କିନ୍ତୁ ଯଦି ଆପଣ ଚାହୁଁନାହାନ୍ତି ତ ନକଲେ ବି ମଧ୍ୟ ଆମର ଖୁଆ ରେଡି ହେଇଯିବ କିନ୍ତୁ ମିଲ୍କ ପାଉଡର ୟୁଜ କରିବା ଦ୍ୱାରା କଣ ହେଇଥାଏ ବହୁତ ଜଲ୍ଦି ଆମର ଖୁଆଟା ରେଡି ହେଇଯାଇଥାଏ ଆଉ ଗୋଟେ ବଢିଆ ଟେଷ୍ଟ ବି ଲାଗିଥାଏ ଆଚ୍ଛା ଫ୍ରେଣ୍ଡ ଆପଣଙ୍କୁ କହି ରଖୁଛି ଆପଣ ସିକ୍ରେଟ ଫୁଡି ଚ୍ୟାନେଲକୁ ଆସିଛନ୍ତି ସିକ୍ରେଟ ଟିପ୍ସ ଆଉ ଭରପୁର ମାତ୍ରାରେ ଆପଣଙ୍କୁ ମିଳିବ ଯଦି ମୋର ଆପଣ ଅନ୍ୟ ଯେକୌଣସି ଭିଡିଓ ଦେଖିନାହାନ୍ତି ଜଲ୍ଦି ଯାଇକି ଦେଖିକି ଲାଇକ୍ ନୋଟିଫିକେସନ ଅନ୍ କରି ରଖନ୍ତୁ ତାକି ଆପଣଙ୍କ ପାଖରେ ସବା ପ୍ରଥମେ ମୋ ଭିଡିଓ ଟି ଆସିଯିବ ଯାହାଦ୍ୱାରା ଆପଣ ବହୁତ କିଛି ନୂଆ ନୂଆ ଶିଖିବାକୁ ଜାଣିବାକୁ ପାଇବେ ଆଉ ଆପଣ ଜାଣିଛନ୍ତି ସବୁ ଭିଡିଓରେ ମୁଁ ସିକ୍ରେଟ ଟିପ୍ସ ଦିଏ ଏଇ ଭିଡିଓରେ ବି ମଧ୍ୟ ଏଇ ରେସିପିରେ ବି ମଧ୍ୟ ମୁଁ ସିକ୍ରେଟ ଟିପ୍ସ ଦେବେ ତେଣୁକରି ବିନା ସ୍କିପ୍ ନ କରିକି ଦେଖି ଚାଲନ୍ତୁ ତ ସିକ୍ରେଟ ଟିପ୍ସ ନମ୍ବର 1 ଆପଣ ସବୁବେଳେ ମନେ ରଖନ୍ତୁ ଏହିପରି ଭାବରେ କ୍ଷୀରକୁ ଘାଣ୍ଟନ୍ତୁ ଯଦି ଆପଣ ଖୁଆ କରୁଛନ୍ତି ତ ୟାର ସାଇଡରେ ଯୋଉ ମଲେଇ ଜମି ଯାଉଛି ଆପଣ ଦେଖିପାରୁଥିବେ ତାକୁ ସବୁବେଳେ ରାମ୍ପିକି ଭିତରକୁ ନିଅନ୍ତୁ ଆଉ ମଝିଟା ବି ମଧ୍ୟ ଆପଣ ଚଲାନ୍ତୁ ଯଦି ନ ଚଲେଇବେ ତାହେଲେ ଲାଗିଯିବାର ସମ୍ଭାବନା ଥାଏ ଏଇଟା ଆପଣଙ୍କୁ ବହୁତ କମ ଟାଇମ ରେ ଲାଗିଯିବ ମାନେ ବେଶୀ ଟାଇମ ଏଇଟା ଆପଣଙ୍କୁ ଲାଗିବନି କମ ସେ କମ 15 ରୁ 20 ମିନିଟରେ ଇଏ ରେଡି ହେଇଯିବ ଆପଣଙ୍କ ପାଖରେ ଯଦି ଟିକେ ବ୍ୟସ୍ତ ଅଛନ୍ତି ତ ଆପଣ ୟାକୁ ଲୋ ଫ୍ଲେମ କରିକି ମଝିରେ ପକେଇ ପାରିବେ ଯଦି ଆପଣ ବ୍ୟସ୍ତ ନାହାନ୍ତି ତ ଆପଣ ୟାକୁ କଣ କରିବେ ମିଡିୟମ ଫ୍ଲେମ ରଖିକି ଏହିପରି ଭାବରେ ଚଲେଇ ପାରିବେ ମିଡିୟମ ଫ୍ଲେମ ରଖିଲେ ବହୁତ ବଢିଆ ଭାବରେ ଯାଇଥାଏ ସବୁବେଳେ ମନେ ରଖନ୍ତୁ ୟାକୁ କେବେ ବି ହାଇ କରିବେନି ହାଇ କଲେ କ୍ଷୀର ମରିଯିବ ଆଉ କିଛି ଲାଭ ହବନି ବହୁତ ଅଳ୍ପ ଆପଣଙ୍କର ବାହାରିବ ଏଇଠି ଆଉ ଗୋଟେ ସିକ୍ରେଟ ଟିପ୍ସ କହିବି ଯୋଉଟା କି ଆପଣଙ୍କୁ କେହି କହନ୍ତିନି ଯୋଉଟା ମାର୍କେଟରେ କୁହନ୍ତି ଭେଜାଲ କରିକି ଦିଅନ୍ତି ସେଟା ମୁଁ ଆପଣଙ୍କୁ କହିବି ତେଣୁ କରି ଯଦି ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିକି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ ଆଉ ଇଏ ଦେଖନ୍ତୁ ଫ୍ରେଣ୍ଡ ବହୁତ ବଢିଆ ଭାବରେ ବଢିଆ ହେଇଗଲାଣି ତ ଆପଣଙ୍କୁ ଆଉ ଗୋଟେ ଟିପ୍ସ କହୁଛି ଯଦି ଆପଣ ଅଳ୍ପ କ୍ଷୀରରେ ଅଧିକ ବାହାର କରିବା ପାଇଁ ଚାହୁଁଛନ୍ତି ତ କଣ କରିବେ ମୁଁ ଏଇଠି ଆଗକୁ କହି ରଖିବି ତେଣୁକରି ବିନା ସ୍କିପ୍ କରି ଦେଖି ରୁହନ୍ତୁ ଏଇଠି ମୁଁ ନେଇଯାଇଛି ଗୋଟିଏ ଚାମଚ ଘିଅ ଆଉ ଏଇଠି ନେଇଯାଇଛି ବଡ ଚାମଚ ଏଇଠି ମଲେଇ ମାନେ କ୍ଷୀର ଉପରେ ଯୋଉ ସର ସେଇ ସର ମୁଁ ରଖିଥିଲି ପୂର୍ବ କ୍ଷୀରର ସର ଥିଲା ତ ସେଇ ସର ଏଇଠି ମୁଁ ଦେଇଦେଇଛି ଯଦି ଆପଣଙ୍କ ପାଖରେ ନାହିଁ ତ କୌଣସି କଥା ନାହିଁ ଆପଣ ତାକୁ ସ୍କିପ୍ କରିପାରିବେ ଯଦି ଅଛି ତାହେଲେ ଦିଅନ୍ତୁ ଆଉ ଘିଅ ଦବା ଦ୍ଵାରା ହେଇଥାଏ କଣ ଏକରେ ତ ଲାଗିନଥାଏ ଦୁଇରେ ବଢିଆ ବାସ୍ନା ଆସିଥାଏ ଯଦି ଘିଅ ନାହିଁ ତ ବି ଆପଣ ଏଟା ସ୍କିପ୍ କରିପାରିବେ କେବଳ ଏଟା କ୍ଷୀରରୁ ହିଁ ରେଡି ହେଇଯାଇଥାଏ ଏଠି ଦେଖନ୍ତୁ ଫ୍ରେଣ୍ଡ ମିଠା ପାଇଁ ମୁଁ ଏଠି ଦେଇଦେଇଛି ଚିନି ଯଦି ଆପଣ ସୁଗାର ଫ୍ରି ମିଠା ବନେଇବା ପାଇଁ ଚାହୁଁଛନ୍ତି ଏହା ଦ୍ୱାରା ତ ଆପଣ ଏଇଠି ଚିନିଟାକୁ କାଟି ଦିଅନ୍ତୁ ଚିନିଟାକୁ ଏଇଠି ଆପଣ କାଟିକି ଆପଣ ସୁଗାର ଫ୍ରି ପାଉଡର କିମ୍ବା ସେମିତିରେ ବି ମଧ୍ୟ ଆପଣ ଏହାକୁ ଛାଡି ପାରିବେ ଏଇଟା ଫ୍ରେଣ୍ଡ ଦେଖନ୍ତୁ ଏଇ ଖୁଆଟା ବହୁତ ବଢିଆ ଭାବରେ ମୋଟା ହେଇଗଲାଣି ମାନେ ବହଳିଆ ହେଇଗଲାଣି ଇଏ ଦେଖନ୍ତୁ ଫ୍ରେଣ୍ଡ ଆଚ୍ଛା ମୁଁ ଆପଣଙ୍କୁ କହି ରଖୁଛି ଆପଣ କହିବେ କାହିଁକି ତ ମୁଁ ଆପଣଙ୍କୁ ଜଣେଇଲେନି କେମିତି ମୋଟା ବହଳିଆ ହବ ଅଳ୍ପ କ୍ଷୀରରେ ତ ମୁଁ ଏଇଟା କହି ରଖୁଛି ଆପଣ ଯଦି ଚାହୁଁଛନ୍ତି ତ ହାଫ ଚାମଚ କର୍ଣ୍ଣଫ୍ଲୋରରେ ଟିକେ ଗରମ ପାଣି ଦେଇକି ବହୁତ ବଢିଆ ଭାବରେ ଘାଣ୍ଟି ଦିଅନ୍ତୁ ମାନେ ଉଷୁମ ପାଣି ରୁମ ଟେମ୍ପରେଚର ପାଣି କିମ୍ବା ଯେକୌଣସି ଆପଣ ପାଣି ଦେଇକି ଟିକେ ବହୁତ ବଢିଆ ଭାବରେ ଘାଣ୍ଟି ଦିଅନ୍ତୁ କ୍ଷୀର ଫୁଟି ଆସିଲା ବେଳେ ତାକୁ କର୍ଣ୍ଣଫ୍ଲୋରକୁ ଟିକେ ଏଇଠି ଦେଇ ଦିଅନ୍ତୁ ଯାହା ଦ୍ୱାରା ବହଳିଆ ହବ ଟେଷ୍ଟ କଥା ମୁଁ କହିବାକୁ ଚାହୁଁଛି ଯଦି ଆପଣ ଚାହୁଁଛନ୍ତି କର୍ଣ୍ଣଫ୍ଲୋର ଦେଇକି କରିବା ପାଇଁ ତ ନିହାତି ଭାବରେ ଏଇଠି ମିଲ୍କ ପାଉଡର ପକାନ୍ତୁ ବଜାର ପରି ଟେଷ୍ଟ ଆସିବ ନହେଲେ ଟିକେ ଟେଷ୍ଟଟା ବିଗିଡି ଯାଇଥାଏ ଇଏ ଦେଖନ୍ତୁ ଫ୍ରେଣ୍ଡ ଆମେ ଏଇଟା କରିଛେ ବିନା କର୍ଣ୍ଣଫ୍ଲୋରରେ ପୁରା ଶୁଦ୍ଧରେ କରିଛେ ଯେମିତି କରିଛେ ମୁଁ ଆପଣଙ୍କୁ ପ୍ରତ୍ୟେକଟି ଟିପ୍ସ ଆଉ ଟ୍ରିକ୍ କହି ରଖିଛି ଏହିପରି ଭାବରେ ଘାଣ୍ଟି ପୁରା କ୍ଷୀର ମରିକି ଆମର ଏତେ ଗୁଡାଏ ବାହାରି ସାରିଲାଣି ଖୁଆ ୟାକୁ ଆପଣ ମାର୍କେଟରୁ କିଣିଲେ 200 ରୁ 300 ଟଙ୍କା ଦେଇକି କିଣିବେ ଏଇଟା ଆମେ ଘରେ ଇଜିଲି 30 ରୁ 40 ଟଙ୍କା ଭିତରେ ଆମେ ଏଇଠି ବନେଇଦେଲେ ଇଏ ଦେଖନ୍ତୁ ଫ୍ରେଣ୍ଡ ଖୁଆ ରେଡି ହେଇଯାଇଛି ଆପଣ ୟାକୁ ଘରେ ରଖିକି 10 ରୁ 15 ଦିନ ପର୍ଯ୍ୟନ୍ତ ରଖିକି ଗୁଲାବ ଜାମୁନ ହଉ କିମ୍ବା ଯେକୌଣସି ମିଠାରେ ୟୁଜ କରିପାରିବେ ଯଦି ଭଲ ଲାଗିଲା ଲାଇକ୍ କରିକି କମେଣ୍ଟ